ସାଙ୍ଗମାନେ ବାହାରିକି ବର୍ଷା। ହଁ ଆପଣ ମାନେ କହିବେ ବର୍ଷା ହେବାରେ ଏତେ ଆଶ୍ଚର୍ଯ୍ୟ କଣ ଅଛି? ବର୍ଷା ଦିନେ ବର୍ଷା ହବନି, ଖରା ଦିନେ ଖରା ହବନି। ଆକ୍ଚୁଆଲି ଆଶ୍ଚର୍ଯ୍ୟ ହେଇକି ସାଙ୍ଗମାନେ ମୁଁ ଘର ଗୋଟା ଯାକ ଖୋଜିକି ଆସିକି ବାଲକୋନିରେ ପହଞ୍ଚିଗଲି। ବଟ୍ ମୋ ହଜବେଣ୍ଡକୁ ଗଲେ କୁଆଡେ ଏତେ ବର୍ଷାରେ? କୁଆଡେ ଯାଇଥିଲ ବର୍ଷାରେ? କହି ଯାଇଥିଲ ମୁଁ ତମକୁ କହୁଛି ବର୍ଷାରେ ଯିବନି ବୋଲି। ବର୍ଷାରେ ମନେ ମନେ ପଳେଇଛି ମୁଁ ଖୋଜୁଛି ଆଉ। ବର୍ଷାରେ ଦେଖିଲ ସାର୍ଟ ପୁରା ଭିଜି ଯାଇଛି, ଜଲ୍ଦି ଖୋଲିଦିଅ। ହଉ ଛାଡ, ଏ ଭାବିଲି କି ଏତେ ସାରା ବର୍ଷାରେ ଯାଇକି ଭିଜିକି ଆସିଛନ୍ତି, କଣ ଆଣିଛନ୍ତି ମୁଁ ଯାଇକି ଦେଖେ। କିଚେନରେ ଯାଇକି ଦେଖେ ତ ହଜବେଣ୍ଡ ଆଣିଛନ୍ତି ମୋର ଗୁପଚୁପ ଆଉ କିଛି ଗରମା ଗରମ ଜଳଖିଆ, ଆଉ ତା ସହିତ ଝିଅର ଆକ୍ଚୁଆଲି ସ୍କୁଲ ନିଏ ଟିଫିନ ବ୍ରେଡ ତାର ଟିକେ ଦରକାର, ତ ସେଥିପାଇଁ ବ୍ରେଡ ବି ନେଇକି ପଳେଇ ଆସିଥିଲେ। ଆକ୍ଚୁଆଲି ମୁଁ ବର୍ଷାରେ ତାଙ୍କୁ ମନା କରିବି ବୋଲି ସେଥିପାଇଁ ଲୁଚିକି ପଳେଇଛନ୍ତି, ହଜବେଣ୍ଡ ଯାଇକି ଲୁଚିକି ଆଣିଛନ୍ତି। ଆକ୍ଚୁଆଲି ସାଙ୍ଗମାନେ ଆମର ଆଜି ଟିକେ ପ୍ଲାନିଂ ଥିଲା ଇଭିନିଂରେ ଟିକେ ବାହାରକୁ ବୁଲି ଯିବା ପାଇଁ, ଟିକେ ବୁଲାବୁଲି କରିକି ଛୁଆଙ୍କୁ ନେଇକି ଖିଆପିଆ କରିକି ଆସିବା ପାଇଁ। ବଟ୍ ସେଟା ତ ବର୍ଷା ଆମର ନଷ୍ଟ କରିଦେଲା ସବୁ ପ୍ଲାନିଂ। ତ ଆକ୍ଚୁଆଲି ସାଙ୍ଗମାନେ ମୋ ହଜବେଣ୍ଡ ବାହାରେ ରୁହନ୍ତି, ମୁଁ ଏକା ରୁହେ ଛୁଆଙ୍କୁ ନେଇକି ଘରେ। ତ ହଜବେଣ୍ଡ ଆସିଲେ ଏମିତି ଆମେ ବେଳେବେଳେ ମଝିରେ ବୁଲି ଯାଉ। ତ ସାଙ୍ଗମାନେ ଏତେ ଜୋରେ ବର୍ଷା ହଉଛି, କଣ ଗରମ ଗରମ ଚା ଟିକେ ନ ବନେଇଲେ ଭଲ ଲାଗିବ? ମତେ ତ ଭଲ ଲାଗିବ, ମୋର ଚଳିଯିବ, ଗୋଟେ ହଜବେଣ୍ଡଙ୍କର ଚଳିବନି। ତାଙ୍କୁ ଚା ଟିକେ ଦେଇଦେଲି, ହଜବେଣ୍ଡ ମୋର ଚା ପିଇଦେଲେ। ତାପରେ ଆମେ ଯାହା ଆଣିଥିଲେ ହଜବେଣ୍ଡ ବସିକି ଗୋଟେ ଜାଗାରେ ଆମେ ଖାଇଲୁ, ଆଉ ସୁଖ ଦୁଃଖ ଗପ ମାରିଲୁ। ତାପରେ ମୋ ହଜବେଣ୍ଡକୁ ଖୁଆଇଦେଲି, ଝିଅକୁ ବି ଖୁଆଇଦେଲି। ତାପରେ ମାର୍କେଟ ବାଲା ଫିଲ୍ଡଠୁ ବି ଘର ଫିଲ୍ଡଟା ବହୁତ ଭଲ, ଯେହେତୁ ହଜବେଣ୍ଡ ବାହାରେ ରୁହନ୍ତି ମୁଁ ଘରେ ରୁହେ। ତ ଏଇଭଳିଆ ସୁଯୋଗ ମୁଁ ବହୁତ ଖୋଜେ, କାହିଁକିନା ମୋ ପାଇଁ ଏଇଟା ବହୁତ ସ୍ପେଶାଲ, ଆଉ ମତେ ବହୁତ ଖୁସି ମିଳେ ଏତିକିରେ। ତ ସାଙ୍ଗମାନେ ଆମେ ସମସ୍ତେ ମିଶିକି ଆରାମସେ ଖାଇଦେଲୁ। ସାଙ୍ଗମାନେ ରହିଲି, ଦେଖା ହବ ନେକ୍ସଟ ବ୍ଲଗରେ। ଜୟ ଜଗନ୍ନାଥ।